ସଚେତନ ନାଗରିକ ମଞ୍ଚ ସଚେତନ ନାଗରିକ ମଞ୍ଚର 11ତମ ବାର୍ଷିକ ଉତ୍ସବ ଓ ଆଲୋଚନା ସଭା। ରାଉରକେଲାରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ 11ତମ ବାର୍ଷିକ ଉତ୍ସବ ଓ ଆଲୋଚନା ସଭା ଗତ ରବିବାର ଦିନ ରାଉରକେଲାର ସିଭିକ୍ ସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ଯୋଗଦେଇ କହିଲେ ଯେ ଜିଲ୍ଲାର ବିକାଶ ରାଉରକେଲା ଉପରେ ନିର୍ଭର କରୁଛି। ସ୍ଥାନୀୟ ସିଭିକ୍ ସେଣ୍ଟରଠାରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆୟୋଜିତ ଉତ୍ସବରେ ବିକଶିତ ଓଡ଼ିଶାରେ ରାଉରକେଲାର ଭୂମିକା ସମ୍ପର୍କରେ କହିଲେ ଯେ ରାଜ୍ୟର ସାମୂହିକ ବିକାଶ ଯଦି ଜନସାଧାରଣଙ୍କ ପାଖରେ ପହଞ୍ଚି ନପାରିଲା ଓ ପ୍ରତ୍ୟେକ ଅଞ୍ଚଳର ବିକାଶକୁ ଅଣଦେଖା କଲେ ଆଞ୍ଚଳିକ ବୈଷମ୍ୟ ତଥା ଅସମତା ଦେଖାଦେବ। ସେହିପରି ଜିଲ୍ଲାରେ ତଥା ରାଉରକେଲାର ବିକାଶ ପାଇଁ ରାଉରକେଲା ରେଲୱେ ଡିଭିଜନ, ବିମଳାଗଡ଼ ତାଳଚେର ରେଳପଥ, ମେଡ଼ିକାଲ କଲେଜ, ବିମାନ ବନ୍ଦରର ସମ୍ପ୍ରସାରଣ, ଉନ୍ନତିକରଣ, ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, IT ହବ୍ ଆଦି ପ୍ରତିଷ୍ଠା ହେବା ଦରକାର। ମାଟି ଆମର, ମାତ୍ର ମାଟି ତଳ ଜିନିଷ କେନ୍ଦ୍ର ସରକାରର। ତେଣୁ ଏଠି ବିକାଶ କିପରି ହେବ? ଏଠିକାର ସମ୍ପଦ ଏଠିକା ଲୋକଙ୍କ ବିକାଶରେ ଲାଗିବା ଦରକାର। ଏଥିପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟିଭଙ୍ଗୀ ବଦଳିବା ଦରକାର। ଦେଶର ବିକାଶରେ ଆଞ୍ଚଳିକ ବୈଷମ୍ୟତା ହିଁ ଅନ୍ତରାୟ ସୃଷ୍ଟି କରେ ବୋଲି ସେ ମତ ରଖିବା ସହିତ ରାଉରକେଲା ବିମାନ ବନ୍ଦରର ବିକାଶ ଉପରେ ଗୁରୁତ୍ୱ ଆରୋପ କରିବା ସହ ମଞ୍ଚର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ପ୍ରାରମ୍ଭରେ ମଞ୍ଚର ସଭାପତି ଇଞ୍ଜିନିୟର ବିମଳ କୁମାର ବିଶି ସ୍ୱାଗତ ଭାଷଣ ରଖିବା ସହିତ ରାଜ୍ୟ ଭୁବନେଶ୍ୱର, କଟକ ଆଦି ଅଞ୍ଚଳରେ ବିକାଶ ଯେପରି କରୁଛି, ରାଉରକେଲା ବା ପଶ୍ଚିମ ଓଡ଼ିଶାର ସେପରି ବିକାଶ ହେଉନଥିବାରୁ ଆଞ୍ଚଳିକ ବୈଷମ୍ୟତା ବଢ଼ୁଛି ବୋଲି ସେ କହିଥିଲେ। ଏହା ଆଗାମୀ ଦିନରେ ସମସ୍ୟା ସୃଷ୍ଟି କରିବ ବୋଲି ମତ ରଖିଥିଲେ। ସାଧାରଣ ସମ୍ପାଦକ ପିପି ରାୟ ତାଙ୍କ ବକ୍ତବ୍ୟରେ ଅନୁଷ୍ଠାନର ଲକ୍ଷ୍ୟ, ଆଭିମୁଖ୍ୟ ଓ ସଂକଳ୍ପ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ରାଉରକେଲା, ରାଜଗାଙ୍ଗପୁର, ବୀରମିତ୍ରପୁରକୁ ନେଇ ଗ୍ରେଟର ରାଉରକେଲା କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ପଶ୍ଚିମ ଓଡ଼ିଶାର ବିକାଶ ନହେଲେ ଓଡ଼ିଶାର ବିକାଶ ହୋଇପାରିବ ନାହିଁ ବୋଲି ସେ କହିଥିଲେ। ଆଧୁନିକ ଓଡ଼ିଶାର ଗଠନରେ ମହତାବଙ୍କ ଭୂମିକା ସମ୍ପର୍କରେ ସେ ଆଲୋଚନା କରିଥିଲେ। କୋଚିଣ୍ଡାରୁ ଆସିଥିବା ସମାଜସେବୀ ଯୁଗଳ କିଶୋର ମହାକୁଡ଼ ରାଉରକେଲା ବିମାନ ବନ୍ଦର, ଆବାସିକ ଆଦିବାସୀ ମହିଳାଙ୍କ ପାଇଁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଓ ଏଠାରୁ ଆଦାୟ ହେଉଥିବା ଅର୍ଥ ପଶ୍ଚିମ ଓଡ଼ିଶାର 12ଟି ଜିଲ୍ଲାରେ ଖର୍ଚ୍ଚ ନକରି କେବଳ ଅନ୍ୟ ସ୍ଥାନରେ ଖର୍ଚ୍ଚ ହେଉଥିବାରୁ ସେ ଏହାକୁ ଦୃଢ଼ ବିରୋଧ କରିଥିଲେ। ଏହି ଅବସରରେ ସମାଜର ଉଲ୍ଲେଖନୀୟ ଅବଦାନ ପାଇଁ ଡାକ୍ତର ଗୋପବନ୍ଧୁ ବଳ, ଡାକ୍ତର ଉତ୍ତମ ଚରଣ ଜେନା, ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଡକ୍ଟର ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଓ ବିଶିଷ୍ଟ ଶିକ୍ଷାବିତ ରାମଚନ୍ଦ୍ର ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିକ୍ରମଚନ୍ଦ୍ର ଆଚାର୍ଯ୍ୟ ମାନପତ୍ରଗୁଡ଼ିକ ପାଠ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ କୁଞ୍ଜବିହାରୀ ରାଉତ ସଞ୍ଚାଳନ କରିଥିବା ବେଳେ ଶେଷରେ କାର୍ଯ୍ୟକାରୀ ସଭାପତି ଜଗବନ୍ଧୁ ଜେନା ଧନ୍ୟବାଦ ଦେଇଥିଲେ। ଗୁରୁ ଜ୍ୟୋତିର୍ମୟ ଆଚାର୍ଯ୍ୟ ଓ ତାଙ୍କ ସାଥୀ ତପସ୍ୱିନୀ, ରିତୁ, ମମତା, ପଦ୍ମା, ମିନତୀ, ମଞ୍ଜୁ, ଗଜେନ୍ଦ୍ର ଓ ଅଜିତ ପ୍ରମୁଖ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜଟାଧାରୀ ମାଝୀ, ଡାକ୍ତର ବସନ୍ତ କୁମାର ଦାସ, ଉପେନ୍ଦ୍ର କୁମାର ନାୟକ, ସୁବ୍ରତ ମଲ୍ଲିକ, ରଜନୀକାନ୍ତ ସ୍ୱାଇଁ, ଅକ୍ଷୟ କୁମାର ଦାସ, ଜଗନ୍ନାଥ ରାଉତ, ରମେଶ ଚନ୍ଦ୍ର ସେଠୀ, ବିଷ୍ଣୁଚରଣ ସାମଲ ପ୍ରମୁଖ ସହଯୋଗ କରିଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।